ଏବେ ଚୌଦ୍ୱାର ଥାନାରେ ସରକାର କହୁଛନ୍ତି ବରିଷ୍ଠ ନାଗରିକଙ୍କୁ ନ୍ୟାୟ ଦିଅ, କିନ୍ତୁ ଏଠି ବରିଷ୍ଠ ନାଗରିକଙ୍କୁ କହୁଛନ୍ତି ଏମାନେ ଚୋର। ଇଏ ବୟସରେ ମୋ ପାଖରେ ବାଁ ପଟେ ଅଛନ୍ତି, କରଞ୍ଜିରେ ଜଣେ ଅଛନ୍ତି, ତାଙ୍କ ସ୍ତ୍ରୀ ପାରାଲିସିସ୍ ହେଇ ପଡିଛି, ତାଙ୍କ ଘରେ ଖାଇବାକୁ ନାହିଁ, ତାଙ୍କର କିଛି ଜମି ଆକ୍ୱାର କରି ରଖିଦେଲେ। ବହୁ ଲୋକଙ୍କର ଅନାବାଦୀ ଜମି ସେଠି ଅଛି, କିଛି ତାଙ୍କ ଜମିଟାକୁ ହଡପ କରିଛନ୍ତି କିଛି ଲୋକାଲ ଲୋକ। ଏ ବୟସ ପାଇଁ ତାଙ୍କ ଜମି ହଡପ କରିଛନ୍ତି। ସେ ଯାଇ ଦେଖିଲା ବେଳକୁ ଧାନ ମାଗିଲା ବେଳକୁ ତାଙ୍କ ନାଁରେ ଓଲଟା ଏଫଆଇଆର ଦେଇଛନ୍ତି ଥାନାରେ। ଥାନା ବାଲା କହୁଛନ୍ତି ତମେ ଧାନ ଚୋରି କରିଛନ୍ତି। ଇଏ ବୟସରେ ମୁଁ କ୍ୟାମେରା ମାନଙ୍କୁ ଦେଖେଇବି 80 କେତେ ବର୍ଷ ହବ ଆପଣଙ୍କୁ? କେତେ ବର୍ଷ ହବ? 80 ବର୍ଷ। କଣ ଆପଣଙ୍କ ନାଁ? ଶଙ୍କର ବେହେରା। ଥାନାରେ କଣ କହୁଛନ୍ତି ଆପଣଙ୍କୁ? ଆପଣ ଚୋରି କରିଛନ୍ତି ନା କଣ କହୁଛନ୍ତି? କହୁଛନ୍ତି ତମେ ଧାନ ଚୋରି କରିଛ। ଅଲି ବାବୁ କିଏ ସେ କହୁଛି ଚୋରି କରିଛ। ମାନେ କଣ ଘଟଣା ଟିକେ କହିଲ, କାହିଁ କଣ ହେଇଛି କଣ ତମର? ଆମର ବିଲ ଅନାବାଦୀ ମୁଁ ଭାଙ୍ଗିଥିଲି। ସିଏ ଆଉ ଜଣେ ଆମରି ଗାଁର, ସିଏ କଣ କଲା, ଆଉ ଜଣକୁ ବିକି ଦେଇଛି ଜମିଟାକୁ। ତେଣୁକରି ଆମ ଜମି ଆମେ କେମିତି ଛାଡ଼ିବୁ? ଅନାବାଦୀ ତ ସେଠି କାହାର ବି ପଟା ନାହିଁ, ଆମର କେମିତି ହବ? ତେଣୁ ଥାନାକୁ ଆସିଲ ନ୍ୟାୟ ପାଇଁ, କଣ କହିଲେ ଥାନାରେ? ଥାନାରେ କାଲି ଆମକୁ ଆମ ବୋଉ ଗଲା ସେ ବିଲ କତିକି ଚା ନେଇ ନ ପାଇଁକା। ଧାନ ମୁଁ କେରା କାଟିଛି। ଧାନ ଚାଷ ତମେ କରିଥିଲ ନା ଆଉ କିଏ ନାଇଁ, କରିଥିଲା? ସେ ଯୋଉ ଜଣକ କିଣି ନେଲା ସେ ଅନାବାଦୀ କି, ସେ ଆଉ ଜଣ ଗୋଟେ ମୁଣ୍ଡାକୁ ଭାଗ ଦେଇଯାଇଛି। ଆଚ୍ଛା, ଯଦି ଭାଗ ଦେଇଯାଇଛି, ଆମେ ଅବା ଜମି କେମିତି ଛାଡ଼ିବୁ? ଇଏ ଥାନା ବାଲା କଣ କହୁଛନ୍ତି? ଆମେ କେସ୍ ନବୁନୁ ଆପଣଙ୍କର? ନାଇଁ, କାଇଁ? କହୁଛନ୍ତି ଚୋରି କରିଛୁ। 80 ବର୍ଷରେ ଘରେ ଖାଇବାକୁ ନେଇ ସ୍ତ୍ରୀ ପାରାଲିସିସ୍ ହେଇ ପଡିଛନ୍ତି। ତାଙ୍କର ଭାଗ ଦେଇଥିଲେ, ସେ ଯୋଉ ଭାଗ ଧାନ କାଟିବା ପାଇଁ ଗଲା ବେଳକୁ ତାକୁ କହୁଛନ୍ତି, ତାକୁ ସେଠି ଜଣେ କିଛି ଲୋକାଲ କିଛି ଜମି ନେଇକିରି କହୁଛନ୍ତି ଆମେ ଆମକୁ ଛାଡିବନି। ମାନେ ଏ ବୟସରେ ସେ ନ୍ୟାୟ ପାଇଁ ଆଇଛନ୍ତି ଥାନାକୁ। ଥାନା କହୁଛନ୍ତି ଇଏ ଆମେ ଜମି ଜମା କେସ୍ ନବୁନୁ, ଆପଣ ଆଉ କୁଆଡେ ଯିବା କଥା ଯାଆନ୍ତୁ। ଏଇ ଯୋଉ ବୟସରେ ସେ ଯିବେ କୁଆଡେ? ଯେ ଇଏ କେବଳ ଇଏ ଗୋଟିଏ ଘଟଣା ନୁହେଁ। ଇଏ ହଉଛନ୍ତି କରଞ୍ଜି ପଞ୍ଚାୟତରେ ୟାଙ୍କ ଘର। କେବଳ ଇଏ ନୁହେଁ, ଆଉ ଜଣେ ଆମ ପାଖରେ ଜଣେ ମାଉସୀ ଆସିଛନ୍ତି, ସିଏ ବି ସେଇ ତାଙ୍କର ସେ ଅସୁବିଧା, ସେମିତି ତାଙ୍କ ଜମି ସେମିତି ହଡପ କରିଛନ୍ତି। ସେ ଲୋକାଲ ଲୋକ କିଛି ହଡପ କରିଛନ୍ତି ଏବଂ ସେ ଥାନାକୁ ଆସି ନ୍ୟାୟ ପାଉନାହାନ୍ତି। ଥାନାରେ ବି ତାଙ୍କୁ ନିରାଶ କରୁଛନ୍ତି ଯେ ତମେ ଆସନି। ଆଜି ନୁହେଁ, ବହୁ ଆଗରୁ ସେ ଆସିଛନ୍ତି ଥାନାକୁ। 5 ମାସ ହେଲା ସେ ଆସୁଛନ୍ତି ଏବଂ ତାଙ୍କ ମୁହଁରୁ ଆମେ ଶୁଣିବା। ଆପଣଙ୍କ ନାଁ ଟିକେ କୁହନ୍ତୁ। ମାନସୀ ସ୍ୱାଇଁ। କଣ ହେଇଛି? ଆପଣଙ୍କ ଘର କୋଉଠି? କରନ୍ତି। କାହିଁ ଆସିଥିଲେ? କେବେ ଆସିଥିଲେ? ଆଗରୁ ଆସିଥିଲେ? କଣ ହେଲା? ଏଇ ଘର ବିଲ ବାଡି ସବୁ କହିଥିଲି, ପଚାରିବାକୁ ଆଇଥିଲି। ଆଉ ଚାଲ ଟିକେ ଇନକ୍ୱାରି କରିବ ମୋ ଘର ଅବସ୍ଥା କଣ। ସେତେବେଳେ ବିଲ ହେଇନଥାଏ। ସେଇଠୁ ମୁଁ କଣ କଲି, ପଚାରିଲି ଯେ ସିଏ ଆଉ ଗଲେନି। ହଁ ଯିବୁ କହିକିରି ଆଉ ଗଲେନି। ଆଜି ପର୍ଯ୍ୟନ୍ତ ବି ଗଲେନି। ସେଇ ଭଙ୍ଗା ଘରେ ମୁଁ ସେମିତି ପଡିଛି। ଫାଳକେ କାନ୍ଥ ଆଉଜିଛି, ଉପରେ ଜରି ପକେଇଛି। ସେଇଠି ଲୋକ କିଛି ଜଣେ ଲୋକ ମୋ ଘରେ ଛପର କରିଦେଲେନି କି ମତେ ମାନେ ରହିବାକୁ ବି କୋଉଠି ଆଉ ଜାଗା ମିଳିଲାନି। ଆଉ କୋଉଆଡେ ଯିବି, ଝିଅ ଡାକିଲା, କହିଲା ଆମ ଘରକୁ। ନା, ମଲେ ମୁଁ ଏଇଠି ହେବି, ମୁଁ କାହିଁ ତୋ ଘରକୁ ଯିବି। ଏଇଠୁ ଏମିତିଆ ହେଇକି ଦିନେ ରାନ୍ଧିଲେ ଦିନେ ନାହିଁ। ସେଇଠୁ ମୁଁ କଣ କଲି, ସେଇ ଘରେ ସେମିତି ପଡିଛି। ଅନ୍ୟ ଲୋକ ଗୋଟା ଗଉଡ ମୋ ଘରେ ଗାଈ ବାନ୍ଧୁଛି। ମୁଁ ଛାତ ଘର କରିଛି, ଘର ଗାଈ ବାନ୍ଧୁଛି। ଗାଈ ଗୋରୁ ବନ୍ଧେଇ କମ ଚଳ ପ୍ରଚଳ କରୁଛି। ଘରେ ଯେତିକି ଯାନ ଆସନ ଥିଲା ସବୁ ନେଇ ଶାଗୁଆନୀ ପଟା ଥିଲା, ଆମ୍ବ ପଟା ଥିଲା, ଗଛରେ ଆମ୍ବ ଫଳିବ, ସେଇ ସବୁ ଖାଇବ। ଆମେ ସେ ବାରିକି ଯିବୁ। ଆପଣ ତହସିଲ ଅଫିସ ଯାଇଛନ୍ତି? ହଁ। କଣ କହିଲେ? ହେଲାନି ସେଠି କିଛି ନ୍ୟାୟ? ନାଇଁ, ନ୍ୟାୟ ହେଲା। ସେ କହିଲେ ଆମେ କେଇ ଦିନ ଯିବୁ। ତାଙ୍କର କଣ ଗଣ୍ଡଗୋଳ ହେଲା, ସେ ସବୁ ଅଫିସ ଫଫିସ ବନ୍ଦ ହେଇଛି। ଆଚ୍ଛା, ଏଇ ଯୋଉ ଥାନାର ବଡ ଅଫିସର ଯୋଉ ଡିସି ପାଖକୁ ଯାଇଥିଲେ? ହଁ। କଣ କହିଲେ ସେ? ସିଏ ଯାଇଥିଲେ ପା, ଇଏ ଆଇଏସି ଆଗେ ନୂଆ ଆଇଏସି ଥିଲେ, ପୁରୁଣା। ସିଏ କହିଲେ ସିଏ ତାଙ୍କର ଗୋଟା ଗଣେଶ ସଞ୍ଜୟ ବୋଲି ପିଲା, ଆଉ ସିଏ ତାଙ୍କୁ ଖେଳଉଛି। ସେ ସେଇଥିପାଇଁ କହୁଛି। ଆଜି କହିଲେ ସଞ୍ଜୟ କିଏ? ମୁଁ କହିଲି ଆମେ ତ ଜାଣିନା। ଇଏ ଯଦି ଆପଣ ଏଠି ନ୍ୟାୟ ନ ପାଇବେ କଣ କରିବେ ଆପଣ? ଆମେ ବିଷ ଖାଇବୁ, ନହେଲେ ଦଉନ ଖାଇବୁ। ଆଉ କିଛି ଉପାୟ ନାହିଁ।
ଆଉ ବିଲ ଯାକ ତ ସିଏ ଖାଇଲେ ଆଉ ଆମେ କୋଉଆଡେ ଯିବୁ? ଯେ ମାଉସୀ କି 70 ବର୍ଷ, ଏଠି ଯେ ମଉସା ଅଛନ୍ତି ତାଙ୍କୁ ହଉଛି 80 ବର୍ଷ। ये सरकारଙ୍କର କୌଣସି ଯୋଜନାରେ ତାଙ୍କର ନୀତି ନିୟମରେ ଏ ପ୍ରଶାସନରେ ସେମାନଙ୍କୁ ନ୍ୟାୟ ମିଳିବା କଷ୍ଟ ହୋଇ ପଡୁଛି। ତେଣୁ ସାଧାରଣ ଲୋକମାନଙ୍କ ପାଖରେ କେମିତି ନ୍ୟାୟ ପହଞ୍ଚିବ, ଇଏ ହଉଛି ଚୌଦ୍ୱାର ଥାନାର ଅକୁହା କାହାଣୀ, ଯାହାକୁ ନେଇ ଏଇ ବୟସରେ ଲୋକମାନେ ଆସିଛନ୍ତି। କରଞ୍ଜିରୁ ଆଇଛନ୍ତି, ଏଠୁ 20ରୁ ଅଧିକ କିଲୋମିଟର ଅଧିକ ବାଟ। ଏବେ ଯିବେ ସନ୍ଧ୍ୟା 5ଟା କି 6ଟା ହେଇଯିବ ଘରେ ପହଞ୍ଚିବା। ଖାଇନାହାନ୍ତି ଏପର୍ଯ୍ୟନ୍ତ ସକାଳୁ। 4 ଦିନ ହେଲା ମାଉସୀ କହୁଛନ୍ତି 4 ଦିନ ହେଲା ଘରେ ତାଙ୍କର ରୋଷେଇ ନାହିଁ। କେବଳ କଣ ଟିକେ ନ୍ୟାୟ ମିଳିବ ସେଥିପାଇଁ ଆ ପାଖକୁ ଯାଉଛନ୍ତି ତା ପାଖକୁ ଯାଉଛନ୍ତି। ଜଣେ ଯଦି ଆସି ଥାନାରୁ ନ୍ୟାୟ ନ ପାଇବ, ଯେ ଥାନା ବାଲା କହିବେ ଆମେ ଏଠି ଜମି ଜମା କେସ୍ ବୁଝୁନି, 100ରୁ 50 କେସ୍ ଜମି କେସ୍ ଆସୁଛି। ଜମି କେସରେ କଣ ଗଣ୍ଡଗୋଳ ଆସୁନି? ତାଙ୍କ ଘର ଜମି କାଟି ନେଉଛନ୍ତି, ତାକୁ ୟାଙ୍କୁ ଚୋର କହିବେ, ୟାଙ୍କ କଥା ଶୁଣିବେନି। କି ସରକାର ଇଏ, କି ପ୍ରଶାସନ ଇଏ, ନ୍ୟାୟ କୋଉଠି ଯିବେ? ଆପରେ କଣ କରିବେ? ଇଏ ବିଷ ଖାଇବେ, ଆତ୍ମହତ୍ୟା କରିବେ ଇଏ କହୁଛନ୍ତି। ଦେଖାଯାଉ ସତରେ ନ୍ୟାୟ ମିଳିବ କି ନାହିଁ। ବଡ ଖବରରୁ ଦୀପକ ମଙ୍ଗରାଜ।